ଆମର ଏଇ କଫ୍ ସିରପ୍ ଉପରେ ନାର୍କୋଟିକ୍ସ ଉପରେ ଆମେ ଏକ୍ସଟ୍ରିମଲି ୱାଚଫୁଲ୍ ଅଛୁ। ଆମର ବିଭିନ୍ନ ସ୍କ୍ୱାଡ୍ କାମ କରୁଛି। ଗତକାଲି ଏକ ସେଇ ସ୍ପେସିଫିକ୍ ସୋର୍ସରୁ ଖବର ପାଇ ଏସଡିପିଓ ପଦକୁ ଆଇଆଇସି ପଦକୁ ପ୍ଲସ୍ ତାଙ୍କର ଷ୍ଟାଫ୍ ଧରି 3,000 ଛକିଥିଲେ। ଲାଷ୍ଟ ଯୋଉ ଗାଡି ସେ ଖବର ପାଇଥିଲେ ସେ ଗାଡି ଧରିଲେ। ସେଥିରେ କଣ ହେଇଛି, ସେ ଧରିଲେ ଦିଟା ଭେଟରାନକୁ। ଗୋଟେ ହଉଛି ଶରଚନ୍ଦ୍ର ଟୁଙ୍ଗା, ସେ ହଉଛି ନୟାଗଡ଼ର ଯୋଉ ଭେଟରାନ କ୍ରିମିନାଲଟା, ସେ ମୋ ମେନ୍ ସୋର୍ସ ସପ୍ଲାୟର ଯେ। ଏଠିକାର ଯୋଉ ମାନସ ପାଣ୍ଡେ ଝଙ୍କରପଲ୍ଲୀ ପଦ୍ମପୁର, ସିଏ 600ଟି ପେଟି ଧରିକି ଆସୁଥିଲେ। 600 ପେଟି ଥିଲା, 7,920 ବୋତଲ ଥିଲା। ଧରିଲା ପରେ ଏଇ ଯୋଉ ମାନସ ପାଣ୍ଡେ ଇଏ ଦୀର୍ଘ ଦିନ ହେଲା ଏଇ ପେଟ୍ରୋଲ ଆଣୁଥିଲା ଟୁଙ୍ଗା ଠାରୁ, ଆଣିକି ପଦ୍ମପୁର ସହର ଏବଂ ପାଖାପାଖି ସବୁ ଦୋକାନ ମାନଙ୍କୁ ବିକ୍ରି କରୁଥିଲା। ତାକୁ ଆମେ ଦୀର୍ଘ ଦିନ ହେଲା ତାକୁ ୱାଚଫୁଲ ଥିଲୁ, ଧରା ପଡିଲା ଏବଂ ସେ ଦି ଜଣ କୋଉଠୁ ଫେରଉଛନ୍ତି। ଧରିଲା ତାକୁ ସେ ଛକଟା ହଉଛି ଗଡଘାଟି ଛକ, ଗଡଘାଟି ଛକ, ପଦ୍ମପୁର ଗଡଘାଟି ଛକ। ସେଟା ତାଙ୍କର ଏକ୍ଜିଟ୍ ପଏଣ୍ଟ। କଟକ ଭୁବନେଶ୍ୱର ରାସ୍ତା ନୟାପଲ୍ଲୀର ଯୋଉ ଜାଗାଟା ବି ଟୁଙ୍ଗା ଯିଏ ସେ ମେନ୍ ସପ୍ଲାୟର, ସେ ଆଣି ସପ୍ଲାୟ କରୁଛି। ଧରା ପଡିଲା, ଆମେ କହିବୁ ତା ତଦନ୍ତ ଜଣା ପଡିବ ତା ପ୍ରିଭିୟସ୍ ଟାଇମ୍ କଣ, କାରଣ ଇଏ ଫାର୍ଷ୍ଟ ଟାଇମ୍ ନୁହଁ। କାରଣ ଯୋଉ ରୁଟ୍ରେ ସେ ଆସୁଥିଲା ଏବଂ ଆମର କାଲି ଟାଙ୍କା ଲାଗିଥିଲା ଦୁନିଆରେ ଚେକିଂ ଚାଲିଛି, ପାଖାପାଖି 7-8 ଜାଗା ଚେକିଂ ଚାଲିଛି, ପେଟ୍ରୋଲିଂ ଚାଲିଛି, ପ୍ଲସ୍ ପିସିଆର ବୁଲୁଛି। ସେଥିରେ ସେ ଦୁନିଆ ଗଳାବାଟ ବସି ଯାଇଛି। ତାମାନେ ଏକ୍ସପର୍ଟ ପୋଲିସକୁ ଧୂଆଁ ଦେବା ଦେଇ ଗଲା ବେଳକୁ ଧରା ପଡିଛି। ପାଖାପାଖି 40 ଏମାନେ କୋଉ ରୁଟରୁ ଆସୁଥିଲେ ସାର୍? ଏମାନେ ରୁଟ୍ଟା ଆଶ୍ଚର୍ଯ୍ୟ ଭୁବନେଶ୍ୱର ଆସିଛି। ଭୁବନେଶ୍ୱର ଆସି ସାଇଟ୍ ରୁଟ୍ ଯାଇଛି। ସାଇଟ୍ ରୁଟ୍ ଯାଇକି ପାସ୍ କଲା ବେଳକୁ ଚେଷ୍ଟା କରୁଛନ୍ତି ପଦକୁ ଖସିବା ପାଇଁ, ସେ ଧରା ପଡୁଛି। ଯାଉଥିଲା କୋଉଠି? ଯାଉଥିଲା ପଦମପୁର ଡେଲିଭରି ହବ। ତାଙ୍କର ଡିମାଣ୍ଡ ସ୍ପଷ୍ଟ, ମାନେ ଯୋଉ ଦୁଇଟା ଅଛନ୍ତି ଆଦିକି ତାଙ୍କର ଡିମାଣ୍ଡ ଯୋଉ ତାଙ୍କ ଡିମାଣ୍ଡ ଅନୁଯାୟୀ ପ୍ଲସ୍ ଏଇ ଯୋଉ ବର୍ତ୍ତମାନ ଟ୍ରାନ୍ସପୋର୍ଟ ବନ୍ଦ ହେଇଯାଉଛି, ଏନଫୋର୍ସମେଣ୍ଟ ଅଛି। କେତେ ଟଙ୍କା ବିକ୍ରି କରୁଛନ୍ତି? ସେମାନେ ପାଖାପାଖି 30-40 ଟାଇମ୍ସ ଯାହା କିଣୁଛନ୍ତି, 40 ଟାଇମ୍ସ। ଏ ଦି ଜଣ ହଉଛନ୍ତି କିଙ୍ଗ ପିନ୍। ଏ ଦି ଜଣ କିଙ୍ଗ ପିନ୍। ଆମେ ଚଳିଛୁ ତାଙ୍କ ପଛରେ କଣ କଣ କେସ୍ ଅଛି। ସେମାନେ ପାଖାପାଖି ଦୋକାନ ଇଣ୍ଟରଭ୍ୟୁ ଚାଲିଛି। ତାଙ୍କୁ ଆମେ କଷ୍ଟ ଆଣିବୁ ଆମେ ଯୋଉ ଲିମିଟେସନ 24 ଘଣ୍ଟା କରିବୁ। ଆଚ୍ଛା, ୟା ପାଇଁ ପୁଲିସ ରିମାଣ୍ଡ ଦବ। ସେ କାହାକୁ ସପ୍ଲାଏ କରୁଥିଲା, ଦୋକାନୀ କିଏ, ସେ କୋଉ ଗ୍ରୁପର କଷ୍ଟମର ଅଛନ୍ତି, ଯାହା କହିଛି ଠିକ କହିଛି ଏବଂ ଷ୍ଟିକ୍ କରୁଛି। ଏବଂ ୟା ପ୍ରତି ରିମାଣ୍ଡ ଆଣିବୁ। ୟା ପ୍ରପର୍ଟି କଣ, ଇଏ ସୋର୍ସ ଅଫ ଇନକମ୍ କଣ, ଏ ଯୋଉ 30-40 ଘଟଣା ଯୋଉ କିଣିକି ଆଣିଛି ମାଗଣା ଆଣିଛି ନା, ଏବଂ ସେ ଆଣିଲା ତାର ସୋର୍ସ ଅଫ ଇନକମ୍ କଣ ଅଛି, ଯେତିକି ପଇସା ଦେଇଛି ବର୍ତ୍ତମାନ ଯାହା ଦେଇଛି 30 ଲକ୍ଷ ବିକିବ ମାନେ ମିନିମମ୍ 10-15 ଲକ୍ଷ କରିଥିବ। ସେ ପଇସା କୋଉଠୁ ଆଣିବ, ୟା ସୋର୍ସ ଅଫ ଇନକମ୍ କଣ, ପ୍ଲସ୍ ୟା ପ୍ରପର୍ଟିଟା କଣ। ମୁଁ ଯାହା କହିଛି ତାପରେ ସ୍ଥିର କରିଛି କରିବ ଅଲରେଡି ଆରମ୍ଭ ହେଲାଣି। ଧୈର୍ଯ୍ୟ ଧର ଆପଣ ଦେଖୁଛନ୍ତି, ଏବେ ବି ଦେଖୁଛନ୍ତି, ପୁଣି ଆଗାମୀ ଦେଖିବେ। ଆମ ଟିମ୍ ଆଲୋକ ଅଛି, ପୁଣି ଧରିବ। ଦେଖିବା ତଦନ୍ତ ଜଣା ପଡିବ। ଏଥିରେ ଯାଇଛି ଦିଟା ଆକ୍ୟୁଜ୍ ହେଇଛନ୍ତି, ଏତିକି ଯାଇଛି। ଗାଡି କଣ ପିକଅପ୍ ଭ୍ୟାନ୍ ଗାଡି, ମୋବାଇଲ ଅଧିକା ହେଇଛି, 2 ନମ୍ବର ମୋବାଇଲ ଫୋନ୍ ଅଛି, କ୍ୟାସ୍ 735 ଟଙ୍କା ଅଛି। ଗୋଟେ ଟାଟା ପିକଅପ୍ ଭ୍ୟାନ୍ OD02 DP 4745। ଆପଣମାନେ ଟିକେ ସହଯୋଗ କରନ୍ତୁ। ଆଉ ନିଜ ପିଲାମାନଙ୍କୁ ଯୋଉ ଜାଣୁଛନ୍ତି, ଯୋଉମାନେ ପରିବାର ଭିତରେ ବ୍ୟବହାର କରୁଛନ୍ତି, ତାଙ୍କୁ ଦୂରେଇ ରଖନ୍ତୁ, ଲୋକଙ୍କୁ ବୁଝାନ୍ତୁ, ଆମକୁ ସହଯୋଗ କରନ୍ତୁ। ଆମେ ମାନେ ଜିରୋ ବେଷ୍ଟ ଅବସ୍ଥା ଅଛୁ। ଆମେ କୌଣସି ଲୋକଙ୍କ ପାଖରେ ପହଞ୍ଚେଇ ଦେବୁ। ଆପଣ ଟିକେ ସହଯୋଗ କଲେ ଆମେ ସମ୍ପୂର୍ଣ୍ଣ ସହଯୋଗ